ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 31/10/2025 ସିବିଟି ମୋଡ଼ରେ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏସ୍, ଏସ୍ଏଫ୍ଏସ୍ର ଅଲ୍ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ପ୍ରତ୍ୟେକ ଦିନ ଏହି ଟାଇପ୍ର ଆନାଲିସିସ୍ ଭିଡ଼ିଓ ନେଇକରି ଆସିଥାଏ ଏବଂ ଜବ୍ ରିଲେଟେଡ୍ ନୋଟିଫିକେସନ୍ ମଧ୍ୟ ଆନାଲିସିସ୍ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ, ବୁଝିହେଲା। ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି? ଦ ମୟୂର ଏମ୍ପାୟର ୱାଜ୍ ଏଷ୍ଟାବ୍ଲିଶ୍ଡ ଇନ୍ ମଗଧ which is presently day called as dash। ତାମାନେ ମୌର୍ଯ୍ୟ ବଂଶ ମଗଧକୁ ସ୍ଥାପନ କରିଥିଲେ, କିନ୍ତୁ ବର୍ତ୍ତମାନ ଏଇ ଯେଉଁ ମଗଧ ୟାର ନାଁ କ'ଣ ବୋଲି ଆପଣମାନଙ୍କୁ ପଚାରିଛି। ମନେ ରଖନ୍ତୁ ପିଲାମାନେ, ମଗଧର ବର୍ତ୍ତମାନ ନାଁ ହେଉଛି ବିହାର, ବୁଝିପାରିଲେ। ଦେଖନ୍ତୁ, ଏକ୍ସଟ୍ରା ଫ୍ୟାକ୍ଟରେ ଆମେ ଜାଣି ରଖିବା, ଯାହାଫଳରେ ଆପଣମାନଙ୍କର ଆଗାମୀ ପରୀକ୍ଷା କିମ୍ବା ଆପଣମାନଙ୍କର ଆଗାମୀ ସିଫ୍ଟରେ ବହୁତ କାମରେ ଆସିବ। ଦେଖନ୍ତୁ, ଆପଣମାନଙ୍କର 4th ସେଞ୍ଚୁରୀ BC ସେହି ସମୟରେ କ'ଣ ହେଇଥିଲା ନା ମୟୂର ସାମ୍ରାଜ୍ୟ ମଗଧକୁ ସ୍ଥାପନ କରିଥିଲେ। ବର୍ତ୍ତମାନ ତାକୁ ଆମେ ବିହାର ବୋଲିକରି କହୁଛେ, ହେଲା। ଆଉ ଯାହାର ରାଜଧାନୀ ଥିଲା ପାଟଳିପୁତ୍ର। ପାଟଳିପୁତ୍ର ମାନେ ବର୍ତ୍ତମାନ ତାକୁ ଆମେ ପାଟନା କହୁଛେ। ତାମାନେ ମଗଧ ମାନେ ବିହାର ଆଉ ପାଟଳିପୁତ୍ର ମାନେ ପାଟନା। ସେତିକି ହିଁ ଆପଣମାନଙ୍କର ପରିବର୍ତ୍ତନ ହେଇଛି। କିନ୍ତୁ ଯଦି ପଚାରେ ପାଟନାର ଏନ୍ସିଏଣ୍ଟ ନେମ୍ କ'ଣ, ତାହେଲେ ପାଟଳିପୁତ୍ର ହେଇଯିବ। ୟାକୁ ମଧ୍ୟ ମନେ ରଖିବେ, ହେଲା। ଆଉ କ'ଣ ଜାଣିବା? ଦେଖନ୍ତୁ ନା ମଗଧର ପ୍ରଥମ ରାଜା କିଏ ଥିଲେ? ପ୍ରଥମ ରାଜା ଥିଲେ ବିମ୍ବିସାର। ମନେ ରଖିବେ ପିଲାମାନେ, ବିମ୍ବିସାର କୋଉ ବଂଶର ରାଜା? ସିଏ ଥିଲେ ହରିୟଙ୍କ ଡାଇନାଷ୍ଟିର ରାଜା, ବୁଝିହେଲା। ଏହି ବିମ୍ବିସାରଙ୍କ ସମୟରେ ମଗଧର ରାଜଧାନୀ ଥିଲା ରାଜଗୃହ, ବୁଝିପାରିଲେ। ତାପରେ ପରେ ମୟୂରମାନେ କ'ଣ କଲେ? ରାଜଗୃହରୁ ରାଜଧାନୀକୁ ସ୍ଥାନାନ୍ତରିତ କରିକିରି ପାଟଳିପୁତ୍ରକୁ ଆଣିଥିଲେ, ଯେଉଁଟାକୁ ଆମର ପାଟନା ବୋଲି କହୁଛେ। ବୁଝିଗଲେ ପିଲାମାନେ। ପୁରାତନ ଇତିହାସ ଆପଣମାନଙ୍କର ବହୁତ ଇଣ୍ଟରେଷ୍ଟିଂ, ତେଣୁକରି ସେଇଥିରୁ ବହୁତ ପ୍ରଶ୍ନ ଆସୁଛି ପ୍ରତ୍ୟେକ ସିଫ୍ଟରେ। ତାକୁ ନିଶ୍ଚୟ ପଢ଼ିକିରି ଏକ୍ଜାମକୁ ଯାଆନ୍ତୁ, ବୁଝିପାରିଲେ। ତାହେଲେ ଏହି ପରୀକ୍ଷା ଆମେ ଡିଟେଲ ଆନାଲିସିସ୍ କରିବା, ଯାହାଫଳରେ କୌଣସି ପରୀକ୍ଷା ଆପଣମାନଙ୍କର ଜିକେରେ କମ୍ ନମ୍ବର ରହିବ ନାହିଁ, ବୁଝିହେଲା। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ମଧ୍ୟ ଦେଖିବା। ଓକେ, ଆସନ୍ତୁ ନମ୍ବର 2 କ୍ୱେଶ୍ଚନ୍ସ କ'ଣ କହୁଛି? Which is the highest peak in Andaman and Nicobar Island? ତାମାନେ ଆଣ୍ଡାମାନ ଆଉ ନିକୋବର ଗୋଟେ ଦ୍ୱୀପ ରହିଛି। ସେଇ ଦ୍ୱୀପର ସବୁଠାରୁ ଉଚ୍ଚତମ ଶୃଙ୍ଗ କିଏ ବୋଲିକିରି ଆପଣମାନଙ୍କୁ ପଚାରିଛି। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ସ୍ୟାଡେଲ୍ ପିକ୍। ମନେ ରଖିବେ ପିଲାମାନେ, ଏହି ସ୍ୟାଡେଲ୍ ପିକ୍ଟି ଆପଣମାନଙ୍କର ଆଣ୍ଡାମାନ ଆଉ ନିକୋବର କେନ୍ଦ୍ରଶାସିତ ଅଞ୍ଚଳର ସବୁଠାରୁ ଉଚ୍ଚତମ ଶୃଙ୍ଗ। କିନ୍ତୁ ପଚାରେ ବେଳେବେଳେ କ'ଣ ଜାଣିଛନ୍ତି ନା ସ୍ୟାଡେଲ୍ ପିକ୍ଟି ଆପଣମାନଙ୍କର କେଉଁ ଆଇଲାଣ୍ଡରେ ରହିଛି, ପର୍ଟିକୁଲାର ଆଇଲାଣ୍ଡ। ତାହେଲେ ଏହାର ସଠିକ୍ ଉତ୍ତର ହେଇଯିବ ନର୍ଥ ଆଣ୍ଡାମାନ। ଦେଖନ୍ତୁ ପିଲାମାନେ, ସେଇଥିରେ ନା ନର୍ଥ ଆଣ୍ଡାମାନ, ଲିଟିଲ୍ ଆଣ୍ଡାମାନ, ସାଉଥ ଆଣ୍ଡାମାନ, ନିକୋବର ଏଇ ଟାଇପ୍ର ଭେରାଇଟି ପ୍ରକାର ଦ୍ୱୀପ ରହିଛି। ତା ଭିତରୁ ନର୍ଥ ଆଣ୍ଡାମାନରେ ଆପଣମାନଙ୍କର ସ୍ୟାଡେଲ୍ ପିକ୍ଟିଏ ରହିଛି। ଆଉ ସେଇ ସ୍ୟାଡେଲ୍ ପିକ୍ଟିଏ ଯେଉଁ ଜଙ୍ଗଲରେ ରହିଛି, ସେଇ ଜଙ୍ଗଲଟି ଆପଣମାନଙ୍କର ସ୍ୟାଡେଲ୍ ନ୍ୟାସନାଲ୍ ପାର୍କ। ମନେ ରଖିବେ ପିଲାମାନେ, ସ୍ୟାଡେଲ୍ ନ୍ୟାସନାଲ୍ ପାର୍କ ମଧ୍ୟ ସେଇ ନର୍ଥ ଆଣ୍ଡାମାନରେ ରହିଛି, ବୁଝିହେଲା। ଦେନ୍ ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା, ଆମର ଦକ୍ଷିଣ ଭାରତର ଉଚ୍ଚତମ ଶୃଙ୍ଗ କିଏ ବୋଲିକି ଆପଣମାନଙ୍କୁ ପଚାରିପାରେ। ତେଣୁକରି ତାର ସଠିକ୍ ଉତ୍ତର ହେଇଯିବ ଆନାମୁଡି। ଠିକ୍ ସେମିତିକି ଆପଣମାନଙ୍କର ଭାରତର ସବୁଠାରୁ ଉଚ୍ଚତମ ଶୃଙ୍ଗ କାଞ୍ଚନଜଙ୍ଗା। କାଞ୍ଚନଜଙ୍ଗା କେଉଁଠି ଅଛି ପିଲାମାନେ? ନା ସିକିମରେ ଅଛି, ହେଲା। ଠିକ୍ ସେମିତିକା ଦ୍ୱିତୀୟତମ ଉଚ୍ଚତମ ଶୃଙ୍ଗ ସେ ହେଉଛି ଆପଣମାନଙ୍କର ନନ୍ଦାଦେବୀ। ଯଦି ପୃଥିବୀର ଉଚ୍ଚତମ ଶୃଙ୍ଗ ପଚାରେ, ତାହେଲେ ତ ଆପଣମାନେ ଜାଣିଛନ୍ତି ସେ ହେଉଛି ମାଉଣ୍ଟ ଏଭରେଷ୍ଟ, ହେଲା। ପୁରା କ୍ଲିଅର ପିଲାମାନେ। ତେଣୁକରି ପର୍ବତ ଶୃଙ୍ଗ ଏଗୁଡ଼ାକୁ ନିଶ୍ଚୟ ପଢ଼ିକିରି ଯିବେ। ଓକେ, ଦେନ୍ ଆମେ ଦେଖିବା ନମ୍ବର 3। ଇନ୍ ସଙ୍ଗମ ଏଜ୍ ଦ ବୁକ୍ ଭାରତମ୍ ୱାଜ୍ ରିଟେନ୍ ବାଇ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ଭାରତମ୍ ଗୋଟେ ପୁସ୍ତକ। ସେଇ ପୁସ୍ତକଟି ଆପଣମାନଙ୍କୁ କିଏ ଲେଖିଥିଲେ ବୋଲିକି ପଚାରିଛି। ଏହାର ସଠିକ୍ ଉତ୍ତର ହେଇଯିବ ପେରୁ ଦେବନାର। ଇଏ ଥିଲା ଏଇ ପ୍ରଶ୍ନର ଉତ୍ତର। କିନ୍ତୁ ଆଗାମୀ ସିଫ୍ଟ ଆପଣମାନଙ୍କର କ'ଣ ପଚାରିବ? ଦେଖନ୍ତୁ,
ଭାରତମ୍ ଯେଉଁ ପୁସ୍ତକଟିଏ ଲିଖିତ ହୋଇଥିଲା ସେଇଟା କେଉଁ ସମୟରେ ହେଇଥିଲା ୟାକୁ ମଧ୍ୟ ପଚାରିବ। ତାହେଲେ ଆପଣମାନଙ୍କର ସେଇ କ୍ଷେତ୍ରରେ ସଠିକ୍ ଉତ୍ତର ହେଇଯିବ ସଙ୍ଗମ ଏଜ୍। ମନେ ରଖିବେ ଆଉ ପଚାରିପାରେ ଆପଣମାନଙ୍କର ନା ସଙ୍ଗମ ଏଜ୍ରେ କେଉଁ ଲାଙ୍ଗୁଏଜକୁ ବିନିଯୋଗ କରାଯାଉଥିଲା ବା ବ୍ୟବହୃତ ହେଉଥିଲା। ତାହେଲେ ତାର ସଠିକ୍ ଉତ୍ତର ଜାଣି ରଖନ୍ତୁ ତାମିଲ ଲାଙ୍ଗୁଏଜ। ତାମିଲ ଭାଷାରେ ଆପଣମାନଙ୍କର ସଙ୍ଗମ ଏଜ୍ରେ ଲିଖିତ ହେଉଥିଲା ହେଲା। ଆଉ ସଙ୍ଗମ ପିରିୟଡ଼ ଆପଣମାନଙ୍କର କେଉଁ ଜାଗାରେ ତାମିଲ ଭାଷାରେ ଲିଖିତ ହେଉଥିଲା ତାହେଲେ ମୁଦୁରାଇ ହେଉଛି ତାମିଲନାଡୁର ଗୋଟେ ସହର ଯେଉଁଥିରେ ଆପଣମାନଙ୍କର ତାମିଲ ଭାଷାରେ ଆପଣମାନଙ୍କର ସଙ୍ଗମ ଏଜ୍ରେ ସବୁ ଲିଖିତ ହେଉଥିଲା ପୁସ୍ତକ ଏବଂ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ମଧ୍ୟ। ବୁଝିପାରିଲେ? ଆସନ୍ତୁ ବର୍ତ୍ତମାନ ଆମେ ଜାଣିବା ନମ୍ବର 4 କ୍ୱେଶ୍ଚନ୍ସ। ବହୁତ ସୁନ୍ଦର ପ୍ରଶ୍ନଟିଏ ପିଲାମାନେ। କ'ଣ କହୁଛି ନା ହ୍ୱାଇ ଡିଡ୍ ଦ ଥାର୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଫେଲ୍? ମାନେ କାହିଁକି ତୃତୀୟ ଗୋଲ ଟେବୁଲ ବୈଠକ ଫେଲ୍ ହେଇଯାଇଥିଲା? ଏହାର ସଠିକ୍ ଉତ୍ତର ଆପଣମାନଙ୍କର ହେଇଯିବ ସେପାରେଟ୍ ଇଲେକ୍ଟୋରେଟ୍ସ। ତାମାନେ ଏହି କନଫରେନ୍ସରେ ଆପଣମାନଙ୍କର ସେପାରେଟ୍ ଇଲେକ୍ଟୋରେଟ୍ସ ଯୋଗୁଁ ସକ୍ସେସଫୁଲ୍ ହେଇପାରିଲା ନାହିଁ। କାହିଁକିନା ସେଇଥିରେ ଆଇଏନ୍ସି ମାନେ ଇଣ୍ଡିଆନ୍ ନ୍ୟାସନାଲ ଅଫ୍ କଂଗ୍ରେସ ସେ କ'ଣ କରିଥିଲେ ନା ଆବଷ୍ଟେନ୍ କରିଥିଲେ। ସେ ତୃତୀୟ ଗୋଲ ଟେବୁଲ ବୈଠକକୁ ଯାଇନଥିଲେ, ଆଟେଣ୍ଡ କରିନଥିଲେ। ବୁଝିପାରିଲେ? ଆଉ ମଧ୍ୟ କ'ଣ ହେଇଯିବ ଏକ୍ସଟ୍ରା ଫ୍ୟାକ୍ଟରେ ନା ସେଇଥିରେ ଆଉ କ'ଣ ସବୁ ଇସ୍ୟୁ ଦେଖା ଦେଇଥିଲା ନା ଡିସ୍ଏଗ୍ରିମେଣ୍ଟସ୍ ଓଭର ମାଇନରିଟି ରିପ୍ରେଜେଣ୍ଟେସନ୍। ସେ ଜାଗାରେ ମାଇନରିଟିର ରିପ୍ରେଜେଣ୍ଟେସନ୍ ପାଇଁ ଦାବି ରହିଥିଲା, ତା ପାଇଁ ମଧ୍ୟ ଆପଣମାନଙ୍କର ଡିସ୍ଏଗ୍ରିମେଣ୍ଟସ୍ ରହିଥିଲା। ବୁଝିପାରିଲେ ପିଲାମାନେ? ଦେଖନ୍ତୁ ଆପଣମାନଙ୍କର ତୃତୀୟ ଗୋଲ ଟେବୁଲ ବୈଠକ 1932 ମସିହାରେ ହୋଇଥିଲା। ୟାକୁ ମନେ ରଖିବେ। ଠିକ୍ ସେମିତିକା ଆପଣମାନଙ୍କର ଦ୍ୱିତୀୟ ଗୋଲ ଟେବୁଲ ବୈଠକ 1931 ମସିହାରେ ହେଇଥିଲା। ସେମିତିକା ଆପଣମାନଙ୍କର ପ୍ରଥମ ଗୋଲ ଟେବୁଲ ବୈଠକ 1930 ମସିହାରେ ହେଇଥିଲା। ତେଣୁକରି ଏଗୁଡ଼ାକୁ ଜାଣିବା ଦରକାର। ବୁଝିପାରିଲେ ନା ପିଲାମାନେ? ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ। ପଚାରିପାରେ କ'ଣ ନା ତୃତୀୟ ଗୋଲ ଟେବୁଲ ବୈଠକ ସମୟରେ ଆମର ବ୍ରିଟେନର ପ୍ରାଇମ୍ ମିନିଷ୍ଟର ପିଏମ୍ କିଏ ଥିଲେ ବୋଲି ପଚାରିବ। ତାହେଲେ କ'ଣ ହେଇଯିବ ନା ରାମସେ ମ୍ୟାକଡୋନାଲ୍ଡ ଥିଲେ ସେ ସମୟରେ ବ୍ରିଟେନର ପ୍ରାଇମ୍ ମିନିଷ୍ଟର। ବୁଝିପାରିଲେ ନା ପିଲାମାନେ? ପୁରା କନସେପ୍ଟ କ୍ଲିୟର ହେଇକରି ଆମେ ଯିବା। ଆଗାମୀ ଆପଣମାନଙ୍କର ଯେକୌଣସି ବି ପରୀକ୍ଷା ଆସିବ ନା ତାହେଲେ ଜିକେ ଉପରେ ଆପଣମାନଙ୍କର କମାଣ୍ଡ ରହିଯିବ। ତେଣୁକରି ଆମେ ଏଇ ଟାଇପ୍ର ପଢ଼ିବା ଦ୍ୱାରା ସିଲେକ୍ସନ୍ ନିଶ୍ଚୟ ପାଇପାରିବା। ଆଉ ଜିକେ ଟପିକ୍ରେ ଆପଣମାନଙ୍କର ସ୍କୋର ବଢ଼ିଯିବ। ବୁଝିହେଲା ପିଲାମାନେ? ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ଆପଣମାନଙ୍କର ନମ୍ବର 5 କ୍ୱେଶ୍ଚନ୍ସ। Which national park is known for the great Indian one horned rhinoceros? ଦେଖନ୍ତୁ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଆପଣମାନଙ୍କର ଇଣ୍ଡିଆର ଯେକୌଣସି ବି ଏକ୍ଜାମ୍ ହଉ ଏଇ ରିଲେଟେଡ୍ର କ୍ୱେଶ୍ଚନ୍ସ ନିଶ୍ଚୟ ଭାବରେ ଦେଖିବା ପାଇଁ ପାଇବେ। କ'ଣ କହିଛି କ୍ୱେଶ୍ଚନ୍ଟି ଦେଖନ୍ତୁ ନା ଏକ ଶିଙ୍ଗ ଥିବା ବାଲା ଗଣ୍ଡା କେଉଁ ଜାତୀୟ ଉଦ୍ୟାନରେ ଆପଣମାନଙ୍କର ଦେଖାଯାଏ ବା ବହୁତ ପ୍ରସିଦ୍ଧ ସେଇ ଜାତୀୟ ଉଦ୍ୟାନର ନାଁ କ'ଣ ବୋଲି ଆପଣମାନଙ୍କୁ ପଚାରିଛି। ତାହେଲେ ଆପଣମାନେ କ'ଣ କହିବେ ସେଥିରେ? ନ୍ୟାସନାଲ ପାର୍କ ମୁଁ ଆଗରୁ କହିଥିଲି ପୂର୍ବ ସିଫ୍ଟରେ ମଧ୍ୟ ଆନାଲିସିସ୍ କରିଥିଲେ ଏଇ କ୍ୱେଶ୍ଚନ୍। ତେଣୁକରି ଆନାଲିସିସ୍ ଏବଂ ଏକ୍ସଟ୍ରା ଫ୍ୟାକ୍ଟରୁ ଆପଣମାନଙ୍କର ବାରମ୍ବାର କ୍ୱେଶ୍ଚନ୍ସ ଆସେ ଆଉ ଆସିବ। ତେଣୁକରି ପ୍ରତ୍ୟେକ ଦିନର ଆନାଲିସିସ୍ ଏବଂ ଏକ୍ସଟ୍ରା ଫ୍ୟାକ୍ଟଗୁଡ଼ାକୁ ନୋଟ୍ କରନ୍ତୁ ଆଉ ବାରମ୍ବାର ଭିଡ଼ିଓ ଦେଖନ୍ତୁ, ପଢ଼ନ୍ତୁ। ବୁଝିପାରିଲେ? ନ୍ୟାସନାଲ ପାର୍କ ବିଷୟରେ ମୁଁ ପୂର୍ବରୁ କହିଥିଲି, ତଥାପି ମୁଁ ଆପଣମାନଙ୍କୁ ସଂକ୍ଷେପରେ କହି ରଖୁଛି। ଦେଖନ୍ତୁ ନ୍ୟାସନାଲ ପାର୍କଟି ଆପଣମାନଙ୍କର ଆସାମ ରାଜ୍ୟରେ ଅବସ୍ଥିତ, ଯେଉଁଟାକି ଆମର ନର୍ଥ ଇଷ୍ଟ ଷ୍ଟେଟ୍ରୁ ଗୋଟେ। ବୁଝିଗଲା? ଆଉ ଏଇଥିରେ ମନେ ରଖିବେ ଆମର ଯେତେ ବି ୱାନ୍ ହର୍ନ ରେନୋସର୍ସ ମାନେ ଏକ ଶିଙ୍ଗ ଥିବା ବାଲା ଗଣ୍ଡା ଅଛନ୍ତି ତାର 90% କେବଳ କାଞ୍ଚନଜଙ୍ଗା ନ୍ୟାସନାଲ ପାର୍କରେ ରହିଛି। ବୁଝିପାରିଲେ ନା ପିଲାମାନେ? ଆଉ ବାକି 10% ଆପଣମାନଙ୍କର ଅନ୍ୟାନ୍ୟ ନ୍ୟାସନାଲ ପାର୍କରେ ରହିଛି। ଅନ୍ୟାନ୍ୟ ମାନେ କ'ଣ କି ସବୁ ନ୍ୟାସନାଲ ପାର୍କରେ ଦେଖାଯାଏନି, ମାତ୍ର ଅଳ୍ପ ସଂଖ୍ୟକ ନ୍ୟାସନାଲ ପାର୍କରେ ଆପଣମାନଙ୍କର ଏକ ଶିଙ୍ଗ ଥିବା ବାଲା ଗଣ୍ଡା ଦେଖାଯାଏ ହେଲା। ଦେଖନ୍ତୁ ଏଇ ଯେଉଁ ନ୍ୟାସନାଲ ପାର୍କ ଏଇଥିରେ ଆପଣମାନଙ୍କର 1985 ମସିହାରେ ୟୁନେସ୍କୋ ହେରିଟେଜ ସାଇଟ୍ରେ ଇନକ୍ଲୁଡ୍ କରାଯାଇଥିଲା ବା ୟୁନେସ୍କୋ ତାକୁ ମାନ୍ୟତା ପ୍ରଦାନ କରିଥିଲା। ୟାକୁ ମଧ୍ୟ ଜାଣି ରଖିବେ। ଏଇଟା ମଧ୍ୟ ଆପଣମାନଙ୍କର ବହୁତ ଥର ପରୀକ୍ଷାରେ ଆସେ ହେଲା। ଆଉ ଦେଖନ୍ତୁ ଆପଣମାନଙ୍କର ଯେଉଁ ଭାରତରେ ଏକ ଶିଙ୍ଗ ଥିବା ବାଲା ଗଣ୍ଡା ରହୁଛି ସେଇଟା ଆପଣମାନଙ୍କର IUCNର ରେଡ୍ ଲିଷ୍ଟର ଭଲନେରେବୁଲ କ୍ୟାଟେଗୋରୀରେ ରହିଛି। ବୁଝିହେଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ ଏନଭାରମେଣ୍ଟାଲ ରିଲେଟେଡ୍ କିମ୍ବା ଆପଣମାନଙ୍କର ଜୋଗ୍ରାଫିକୁ ରିଲେଟ୍ କରି ମଧ୍ୟ ଏଇ କ୍ୱେଶ୍ଚନ୍ ସବୁ ଆସେ ହେଲା। ଆଉ ଦେଖନ୍ତୁ ଏକ ଶିଙ୍ଗ ଥିବା ବାଲା ଗଣ୍ଡା ଆମେ ତ ଆଲୋଚନା କଲେ ଆସାମରେ ଦେଖାଯାଏ। ଆଉ କେଉଁ କେଉଁ ରାଜ୍ୟରେ ଦେଖାଯାଏ ଏଇଟା ମଧ୍ୟ ପଚାରିବ। ତେଣୁକରି ମନେ ରଖନ୍ତୁ ୱେଷ୍ଟ ବେଙ୍ଗଲରେ ମଧ୍ୟ
ଆଉ ଉତ୍ତର ପ୍ରଦେଶରେ ଆଉ ଆସାମ କଥା ତ ମୁଁ ଆଗରୁ କହିଲି ହେଲା। ତେଣୁକରି ଏଇ ତିନୋଟି ରାଜ୍ୟରେ ମୁଖ୍ୟତଃ ଆମର ଏକ ଶିଙ୍ଗ ଥିବା ବାଲା ଗଣ୍ଡା ଦେଖାଯାଆନ୍ତି। ଆସାମରେ ସବୁଠାରୁ ଅଧିକ ଦେଖାଯାଆନ୍ତି। ୟୁପି ଆଉ ୱେଷ୍ଟ ବେଙ୍ଗଲରେ ଆପଣମାନଙ୍କର କମ୍ ସଂଖ୍ୟକ ଏକ ଶିଙ୍ଗ ଥିବା ବାଲା ଗଣ୍ଡା ଦେଖାଯାଆନ୍ତି। ପୁରା ବୁଝିଗଲେ ପିଲାମାନେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ। ନମ୍ବର 6 ହୋୟାର ୱିଲ୍ 7th ଏସିଆ ପାସିଫିକ୍ ରିଜିଓନାଲ କମିଟି ମିଟିଂ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ରିଜିଓନାଲ କମିଟି ମିଟିଂ ଆପଣମାନଙ୍କର ଆଗାମୀ ସିଫ୍ଟରେ ନିଶ୍ଚୟ ଆସିବ RCMରୁ ବୁଝିହେଲା। ରିଜିଓନାଲ କମିଟି ମିଟିଂ ଅଫ୍ ଦ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ବି ହେଲ୍ଡ ଡ୍ୟାସ୍। ତାମାନେ ଆମର ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ବୁଝିହେଲା ISA ଏହାର ଗୋଟେ ମିଟିଂ ହେଇଥିଲା ଯୋଉଟାକି ଆପଣମାନଙ୍କର ଏସିଆ ପାସିଫିକ୍ ରିଜିଓନାଲ ମିଟିଂ। କେତେତମ ଏଇଟା ମଧ୍ୟ ପଚାରିବ। ତାହେଲେ 7ତମ ହେଇଥିଲା ବୁଝିହେଲା। ଆପଣମାନଙ୍କୁ ଏହି ପ୍ରଶ୍ନରେ ପଚାରିଛି କ'ଣ ଜାଣିଛନ୍ତି? କୋଉଠି ହେଇଥିଲା ଏଇ ମିଟିଂଟିଏ? ତାହେଲେ ଏଇ କମିଟିର ମିଟିଂଟିଏ ଆପଣମାନଙ୍କର କଲମ୍ବୋ ସହରରେ ହୋଇଥିଲା। ମନେ ରଖନ୍ତୁ ପିଲାମାନେ, କଲମ୍ବୋ ସହର ଆପଣମାନଙ୍କର ଶ୍ରୀଲଙ୍କା ଦେଶରେ ରହିଛି। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖିବା ନା 15ରୁ 17 ଜୁଲାଇ 2025 ମସିହାରେ ଆପଣମାନଙ୍କର RCM ମିଟିଂଟି ହେଇଥିଲା। ମାନେ ରିଜିଓନାଲ କମିଟି ମିଟିଂ ଆପଣମାନଙ୍କର ହେଇଥିଲା। ମନେ ରଖିବେ ଏକ୍ସଟ୍ରା ଫ୍ୟାକ୍ଟ ଷ୍ଟାର ମାର୍କ ଦେଇକି ଆପଣମାନେ ନୋଟ୍ କରନ୍ତୁ। ବହୁତ ଇମ୍ପୋର୍ଟାଣ୍ଟ। ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ମନେ ରଖିବେ ତାର ହେଡକ୍ୱାର୍ଟର ଗୁରୁଗ୍ରାମରେ ରହିଛି। ଆଉ ୟାଙ୍କର ଡିଜି କିଏ ଜାଣିଛନ୍ତି? ନା ଆଶିଷ ଖାନ୍ନା। ଇଏ ହେଉଛନ୍ତି ଏଇ ମିଟିଂର ମଧ୍ୟ ସିଏ କ'ଣ କରୁଥିଲେ ନା ଅଧ୍ୟକ୍ଷତା କରୁଥିଲେ। ଆଉ ବହୁତ ଇମ୍ପୋର୍ଟାଣ୍ଟ ରୋଲ ତାଙ୍କର ରହିଥିଲା। ବୁଝିପାରିଲେ ପିଲାମାନେ। ତେଣୁକରି ଆଶିଷ ଖାନ୍ନା ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ଫେମସ୍ ପର୍ସନାଲିଟି ଏବଂ ଏ ପଏଣ୍ଟ ଭିତରୁ ମଧ୍ୟ କ୍ୱେଶ୍ଚନ୍ସ ଆସିବ। ଓକେ। ତେଣୁକରି ଡରିବାର କିଛି ନାହିଁ। ଆପଣମାନେ ନୋଟ୍ କରନ୍ତୁ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସିବ, କେମିତି କ୍ୱେଶ୍ଚନ୍ ଆସିବ। ମୁଁ ଆପଣମାନଙ୍କୁ ପୁରା ଡିଟେଲ କହିକି ଯାଉଛି। ଓକେ। ଦେନ୍ ନମ୍ବର 7 ପାଣ୍ଡବାନୀ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ପାଣ୍ଡବାନୀ ଇଜ୍ ଏ ମେଜର ଫୋକ୍ ଡ୍ୟାନ୍ସ ଫର୍ମ ଅଫ୍ ହ୍ୱିଚ୍ ଷ୍ଟେଟ୍ସ। ମାନେ ପାଣ୍ଡବାନୀ ଗୋଟେ ଡ୍ୟାନ୍ସ ଫର୍ମ। ଏଇ ଡ୍ୟାନ୍ସ ଫର୍ମଟି ଆପଣମାନଙ୍କର କେଉଁ ରାଜ୍ୟରେ ଦେଖାଯାଏ? ତେଣୁକରି ଏହାର ସଠିକ ଉତ୍ତର ହେଇଯିବ ଛତିଶଗଡ଼ ରାଜ୍ୟ। ପିଲାମାନେ ପାଣ୍ଡବାନୀ ଗୋଟେ ହେଉଛି ଆପଣମାନଙ୍କର ଫୋକ୍ ଡ୍ୟାନ୍ସ, ଏକ ଫୋକ୍ ସଙ୍ଗ ମଧ୍ୟ। ଆପଣମାନଙ୍କର ସିଙ୍ଗର ମଧ୍ୟ ଥାନ୍ତି ଯେଉଁମାନେ ପାଣ୍ଡବାନୀ ସିଂ କରନ୍ତି। ଆଉ ପାଣ୍ଡବାନୀ ଡ୍ୟାନ୍ସ ରହିଛି। ପରୀକ୍ଷାରେ ଆପଣମାନଙ୍କର ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ। ପଢ଼ିବାରେ କ'ଣ ପଡ଼ିବ ଦେଖନ୍ତୁ ନା ପାଣ୍ଡବାନୀ ଆପଣମାନଙ୍କର କାହା ସହିତ ସମ୍ପୃକ୍ତ? ପାଣ୍ଡବାନୀ ପାଣ୍ଡବରୁ ପାଣ୍ଡବାନୀ ଆସିଛି। ତେଣୁକରି ଆପଣମାନଙ୍କର ମହାଭାରତ ସହିତ ଇଏ ସମ୍ପୃକ୍ତ ବୁଝିହେଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ଆମ ଓଡ଼ିଶାରେ ପାଣ୍ଡବାନୀ ନୃତ୍ୟ ହୁଏ କି? ହଁ ସାର୍, ଆମର ଓଡ଼ିଶାରେ ପାଣ୍ଡବାନୀ ନୃତ୍ୟ ହୁଏ। ଆଉ କେଉଁ ଜାଗାରେ ହୁଏ, କେଉଁ ରାଜ୍ୟ ଆପଣମାନେ ଜାଣି ରଖନ୍ତୁ। ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଏ ରାଜ୍ୟମାନଙ୍କରେ ଆପଣମାନଙ୍କର ପାଣ୍ଡବାନୀ ନୃତ୍ୟଟିଏ ଦେଖା ଦେଇଥାଏ ବୁଝିହେଲା। ପୁରା କ୍ଲିଅର ପିଲାମାନେ। ତେଣୁକରି ଡ୍ୟାନ୍ସ ଫର୍ମ ଏବଂ କ୍ଲାସିକାଲ ଡ୍ୟାନ୍ସ ଏଗୁଡ଼ାକୁ ଆପଣମାନଙ୍କୁ ଜାଣିବା ଦରକାର। ନିଶ୍ଚୟ ପଢ଼ିକିରି ଯିବେ। ଓକେ। ଦେନ୍ ନମ୍ବର 8 ହୁ ୱନ୍ ଦ ଫିଡେ ଓମେନ୍ସ ଚେସ୍ ୱାର୍ଲଡ କପ୍। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଇ କ୍ୱେଶ୍ଚନଟି ଆପଣମାନଙ୍କର ଏଇ ବର୍ଷରେ ଯେକୌଣସି ବି ଏକ୍ଜାମ ହେବ ଏଇ କ୍ୱେଶ୍ଚନ ଆପଣମାନଙ୍କର ନିଶ୍ଚୟ ଦେଖାଦେବ। କାହିଁକି ଦେଖନ୍ତୁ ନା ଫିଡେ ଓମେନ୍ ଚେସ୍ ୱାର୍ଲଡ କପ୍ରେ ବର୍ତ୍ତମାନ ଆମର ଇଣ୍ଡିଆର ଯିଏକି ଦିବ୍ୟା ଦେଶମୁଖ ୱିନ୍ କରିଛନ୍ତି। ଆଉ ସିଏ ମଧ୍ୟ କନେରୁ ହମ୍ପି, ସିଏ ମଧ୍ୟ ଇଣ୍ଡିଆର, ତାଙ୍କୁ ପରାସ୍ତ କରିଥିଲେ। ତାମାନେ ଫିଡେ ଓମେନ୍ସ ଚେସ୍ ୱାର୍ଲଡ କପ୍ରେ ଆମର ଇଣ୍ଡିଆ ମଧ୍ୟରେ ହିଁ ଆମର କ'ଣ ହେଇଥିଲା ନା କମ୍ପିଟିସନ୍ ହେଇଥିଲା। କାହିଁକି ନା 2 ଜଣ ଇଣ୍ଡିଆନ୍ ଥିଲେ ଫାଇନାଲରେ। ଜଣେ ଥିଲେ ଦିବ୍ୟା ଦେଶମୁଖ ଆଉ ଜଣେ ଥିଲେ କନେରୁ ହମ୍ପି। ଏଇ ଦିବ୍ୟା ଦେଶମୁଖ ସେ ହେଉଛନ୍ତି ଆପଣମାନଙ୍କର ମହାରାଷ୍ଟ୍ର ରାଜ୍ୟର ନାଗପୁର ସହରରେ ଜନ୍ମଗ୍ରହଣ କରିଥିଲେ। ଆଉ କନେରୁ ହମ୍ପି ସେ ମଧ୍ୟ ଆପଣମାନଙ୍କର ଆନ୍ଧ୍ରପ୍ରଦେଶ ରାଜ୍ୟର। ତେଣୁକରି ଆମ ଭାରତର 2 ଜଣ ବ୍ୟକ୍ତି ଯିଏକି ଫିଡେ ଓମେନ୍ ଚେସ୍ ୱାର୍ଲଡ କପ୍ରେ କମ୍ପିଟିସନ୍ କରିଥିଲେ। ଆଉ ଏଇ 2 ଜଣଙ୍କର ଫାଇନାଲ ଖେଳ ହେଇଥିଲା। ସେଥିରେ ଦିବ୍ୟା ଦେଶମୁଖ ୱିନ୍ କରିଥିଲେ, କନେରୁ ହମ୍ପିଙ୍କୁ ପରାସ୍ତ କରିଥିଲେ ବୁଝିହେଲା। କିନ୍ତୁ ପୂର୍ବରୁ କନେରୁ ହମ୍ପି ମଧ୍ୟ କ'ଣ ଥିଲେ ନା ୱିନର ରହିଥିଲେ। ଏମାନେ ହେଉଛନ୍ତି 2 ଜଣ ଚେସ୍ର ବହୁତ ଭଲ ପ୍ଲେୟର। ମନେ ରଖନ୍ତୁ ପିଲାମାନେ। ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ ଫିଡେ ଓମେନ୍ସ ଚେସ୍ ୱାର୍ଲଡ କପ୍ଟି ଆପଣମାନଙ୍କର କେଉଁଠି ହେଇଥିଲା ଏଇଟା ମଧ୍ୟ ଜାଣିବା ଦରକାର। 2025 ମସିହାରେ ଆପଣମାନଙ୍କର ଜର୍ଜିଆରେ ହେଇଥିଲା। ଜର୍ଜିଆର କେଉଁଠି ପଚାରିପାରେ? ତାହେଲେ ଜର୍ଜିଆର ଆପଣମାନଙ୍କର ବାଟୁମି ସହରରେ ହୋଇଥିଲା। ୟାକୁ ମଧ୍ୟ ମନେ ରଖିବେ। ବୁଝିଗଲେ ପିଲାମାନେ। ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କର। ଓକେ। ନେକ୍ସଟ ନମ୍ବର 9 ହ୍ୱିଚ୍ ୱାନ୍ ଅଫ୍ ଦ ଫଲୋଇଂ ରିଭର୍ସ ଇଜ୍ ୱେଷ୍ଟ ଫ୍ଲୋଇଂ। ପିଲାମାନେ ଅପସନ୍ ଯେହେତୁ ନାହିଁ ମୁଁ ଆପଣମାନଙ୍କୁ ଡିଟେଲ କହିଦେବି। ଦେଖନ୍ତୁ ଆମ ଭାରତର
कौन अच्छी ना पूर्व किसी नदी फ्लो करछि आउ किसी पश्चिम को नदी जाइछि जो नदी बहिकी पूर्व को जाइछि ताको हमर ईस्ट फ्लोइंग कहती जो नदी बहिकी पश्चिम आड़ को जाइछि ताको आमे वेस्ट फ्लोइंग कहि थाउ देखंतु ईस्ट फ्लोइंग रिवर गुडा सब बेले कोन करथांती ना डेल्टा क्रिएट करथांती त्रिकोण भूमि तैयारी करथांती बुझियला काहे कि ना से जगह रे कोन अछि ना पटु माटी रही थाए उर्वर मृत्तिका रही थाए किंतु वेस्ट फ्लोइंग रिवर ए मानकर कोन होते ना कैचमेंट तैयारी होता है माने से जगह डेल्टा क्रिएट हो न थाए कहीं से मृत्तिका बा से माटीटी बहुत हार्ड रही थाए आ बहुत पथरिया टाइप रही थाए बुझिपारे पिला माने तेणुक ये हूँ आपर बेसिक कनसेप्ट चलतु प्रश्न को जीवा प्रश्न कौन कौन ना वेस्ट फ्लोइंग रिवर कौन कौन रही इंपोर्टाट रिवर गुड़ा मुझे कही रखुची देखु पेरियर नदी गोटे रही आपर नर्मदा रही पे नर्मदा को ही रेवा नदी कहती तापी नदी को ही ताप्ती कहती तेणुक कन्फ्यूज हे ना है देखो लुनी नदी अच्छी सेपरिक आपर सरस्वती नदी अच्छी एगुड़ा को मन रखिए बुझिपारे ठीक सेमती ईस्ट फ्लोइंग किसी नदी अच्छी जो गुड़ा कि आप निश्चय भाव में जानवे कौन कौन से गुड़ा ना गोदावरी अच्छी कृष्णा अच्छी कावेरी अच्छी महानदी अच्छी पेनार अच्छी भाईघाई अच्छी सुवर्णरेखा अच्छी गंगा नदी अच्छी दामोदर रिवर अच्छी एगुड़ा को आप निश्चय जानतु बुझिपारे तेणुक ईस्ट फ्लोइंग रिवर आ वेस्ट फ्लोइंग रिवर बहुत कन्फ्यूज पकाए तेणुक निश्चय प्रैक्टिस करंतु ओके Then number 10 unemployment with advanced education in India was reported dash in 2024 बहुत इंपोर्टेंट क्वेश्चन पिला माने कोन कहूची ना हमर जो भारत रे अनएम्प्लॉयमेंट देखा दूची एजुकेशन फील्ड रे को एजुकेशन फील्ड ना एडवांस्ड एजुकेशन फील्ड रे सेटा केते थिला बोली गिरी पचारची ना 2024 मसीह आपण मानकर 13.47% रही बहुत हाई रही यहाँ आपण मानकर वर्ल्ड बैंक रिपोर्ट देइथिला बा वर्ल्ड बैंक रु डाटा कलेक्शन कराई करी आपण मानकर रिपोर्ट कराई बुझिपाले तेणुक अनएम्प्लॉयमेंट एवं आपण मानकर डिफरेंट टाइप ऑफ अनएम्प्लॉयमेंट से गुड़ा निश्चय पढ़ंतु देन देखिबा हमें नंबर 11 कौन कहूची ना टू अचीव विकसित भारत बहुत इंपोर्टेंट पिला माने विकसित भारत by 2047 India needs to maintain an average growth rate of dash देखंतु हमर मोदी सरकार विजन रही 2047 सुधा आम भारत विकसित भारत हो बुझीला विकसित भारत तेणुक आमर जीडीपी रे केते ग्रोथ होइथिबा दरकार जो द्वारा कि आम 2047 सुधा माने आमर 100 वर्ष स्वाधीनतार पूर्ति समय रे आमे कोन हिजवा ना विकसित देश हिसाब रे परिगणित हो पारिबा तेणुक आमर जीडीपी केते ग्रोथ होइथिबा दरकार ना 8% होइथिबा दरकार पिला माने बुझियाला या पाखु जदि कम रहिबो ताले आमे विकसितर फेलियर रास्ता को गति करिबा तेणुक बहुत इंपोर्टेंट आपण मानकर ए प्रश्नटी एटा आपण मानकर इकोनॉमिक सर्वे आपण मानकर निर्मला सीतारमणकर जो लोकसभा रे जो बिल प्रेजेंट करथिले सेही समय रो ए क्वेश्चन टी बहुत इंपोर्टेंट ओके चलतु पिला माने वर्तमान आमे ओडिया सेक्शन को जीवा देखंतु ओडिया रे आपण मानकर प्रसन्नर विपरीत शब्द पचारछि प्रसन्नर कोन हे जिवो अप्रसन्न विषन्न जोटा आपण मानकर ऑप्शन रे थिबो ताकू टिक मारिबे मार्क पाइबे बुझियाला तापरे आपण मानकर अनुच्छेद ओडियार प्रत्येक शिफ्ट आसछि को शिफ्ट रे गोटे आसछि को शिफ्ट रे दीटी आसछि किंतु आपण मानकर अनुच्छेद रु 4-5 टी क्वेश्चंस आसुछि ता सहित अनुवाद माने ट्रांसलेशन ओडिया टू इंग्लिश इंग्लिश टू ओडिया आसुछि ताकू देखिबे देन आमर कोन अछि ना प्रतिशब्द आसुछि लक्ष्मीर प्रतिशब्द आपण मानकु पचारतिला तेणु करी कोन हे जिवो ना इंदिरा हे जिवो कमला हे जिवो हरिप्रिया हे जिवो सेही परिका आपण मानकर सापर प्रतिशब्द कोन हे जिवो ना फणी हबो भुजर हबो भगी हबो एउडा होछि सापर प्रतिशब्द आउ कोन होछि ना रूढ़ी प्रत्येक शिफ्ट आछि कोन रूढ़ी आछि देखंतु ना कपाळ फाटिबा कोन हे जिवो पिला माने सहज प्रश्नटी कोन हे जिवो ना सुदिन आसीबा भाग्योदय हे जिबा भल दिन आसीबा ए होछि आपण मानकर कपाळ फिटिबा आ कपाळ फाटिबा सेटा होछि तार उल्टा कोन हे जिवो सर्वनाश हे जिबा बुझिपाले ठीक सेमिति का आपण मानकर घुसुरी को पाचिला कदली रुचे नाही एटा मध्ये आपण मानकर बहुत इंपोर्टेंट कोन हे जिवो ना नीच लोक को भल काम भल लागेनी बुझियला तेनु करी घुसुरी को पाचिला कदली रुचे नाही माने आमे ताकू भल भाबरे बुझि गले हैला ये थिला आपण मानकर ओडिया सेक्शन तेनु करी एई टॉपिक को निश्चय प्रैक्टिस करंतु आ एग्जाम हॉल को जानतु बुझियला देन आपण मानकर
इंग्लिश रो इडियम फ्रेज आसुची पीक्यूआरएस आसुची पैसेज आसुची डायरेक्ट स्पीच टू इनडायरेक्ट स्पीच आसुची एक्टिव वॉइस टू पैसिव वॉइस कन्वर्सन क्वेश्चन सब आसुची पिला माने देन इंग्लिश रो आपण मानकर सिंगल वर्ड एंटोनिम सिनोनिम्स बहुत इंपोर्टेंट सेगुड़ा को निश्चय पढ़ी जातु देन रिजनिंग को देखा रिजनिंग रे आपण मानकर ब्लड रिलेशन प्रत्येक शिफ्ट रे 2-3 आसुची देन आपण मानकर सिटिंग अरेंजमेंट मध्य 4-5 प्रश्न आसुची सिटिंग अरेंजमेंट रो से भला सिलोगिज्म रो आसुची सीरीज रो पिला माने 2 प्रश्न आसुची कोडिंग डिकोडिंग रो प्रश्न आसुची देन आपण मानकर मैथमेटिक्स रो सीआईएसआई लॉस प्रॉफिट पार्टनरशिप ट्रेन प्रॉब्लम आपण मानकर टाइम एंड वर्क एवरेज ये सब क्वेश्चन आसुची तेणु करी प्रत्येक दिन एनालिसिस देखंतु जा फल आपण मानकर एग्जाम रो किछि इनफॉरमेशन पाई जिवे एक्स्ट्रा नॉलेज पाइबे आपण मानकर आरआई रो मेन एग्जाम रे मतो एई टाइप रो जदी जीके एनालिसिस देखि कि जिवे पढ़ी कि जिवे जे कोनोसी एग्जाम रे आपण मानकर जीके रो जीएस रो कोनोसी प्रॉब्लम हबो नाही बुझियला आ प्रत्येक दिन एनालिसिस देखंतु एनालिसिस देखिया पय हेले चैनल को सब्सक्राइब निश्चय भाबरे करंतु ता सहित बेल आइकन रो ऑल नोटिफिकेशन ऑन कर देबे काहे कि ना मो वीडियो छाडू छाडू आपण मानक पाखकू सीधा सड़क नोटिफिकेशन टिए चली जिवो शीघ्र वीडियो को देखिबे प्रैक्टिस करिवे नोट करिवे रिवीजन करिवे आ एग्जाम आपण मानकर हाथ मुठा रखिवे बहुत शीघ्र पाई जिवे बुझियला तेणुक सांग निकट को शेयर करेंगे लाइक करेंगे और मतामत देवाक जम्मा भूलिबेनी धन्यवाद।